ଗୋପାଳ ହେଉଛନ୍ତି ସେହି ଛୋଟ ପୋଲିସ କର୍ମଚାରୀ ଯାହାଙ୍କର ନବଦାସଙ୍କର ଅତି ନିକଟତମ ଲୋକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଯେଉଁମାନେ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଜଡ଼ିତ, ଯେଉଁମାନେ ଟ୍ରକରେ କାରବାର କରନ୍ତି, ଜଣେ ପୋଲିସ କର୍ମଚାରୀ ହିସାବରେ ସେମାନଙ୍କ ଭିତରୁ ଜଣେ ବ୍ୟକ୍ତିଙ୍କ ସହିତ ଗୋପାଳଙ୍କର ଝଗଡ଼ା ହୋଇଥିଲା। ମାମଲା ନବଦାସଙ୍କ ପାଖକୁ ଯାଇଥିଲା ଏବଂ ଗୋପାଳ ନବଦାସଙ୍କ ଆଡ଼ୁ ବିପଦ ଅନୁଭବ କରୁଥିଲେ, ଯାହା ସେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି ଯେ ସେ ଘରେ ଶୋଇବା ବେଳେ ଥରେ କବାଟରେ ଠକ୍ ଠକ୍ ଶବ୍ଦ ହେଲା ଏବଂ ସେ ପଦାକୁ ଆସିଲା ପରେ କାହାକୁ ଦେଖିପାରିଲେ ନାହିଁ। ପୂର୍ବରୁ ନବଦାସ ତାଙ୍କୁ ଧମକ ଦେଇଥିଲେ ଏକଥା ପୋଲିସ ଆଗରେ ଗୋପାଳ କହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ଥିଲା, ନବଦାସ ମୋତେ ଯେକୌଣସି ମୁହୂର୍ତ୍ତରେ ମାରିଦେଇ ପାରନ୍ତି।